আজি ରାତିର 10ଟି ବଡ଼ ଖବର। ପାକିସ୍ତାନରେ ପ୍ରଥମ ଥର ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା, ନାମାଙ୍କନ ଭରିଲେ ସେଭେରା ପ୍ରକାଶ। ମୁମ୍ବାଇରେ ପହଞ୍ଚିଲା ଫ୍ରାନ୍ସରେ ଭାରତକୁ ନେଇ ଅଟକ ଥିବା ବିମାନ। ମାନବ ଚାଲାଣ ସନ୍ଦେହରେ ଥିଲା ବିମାନ ଅଟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3 ନୂଆ ଅପରାଧିକ ବିଲ୍କୁ ଦେଲେ ମଞ୍ଜୁରୀ। ବାହାଘରରେ ବି ପଛରେ ନାହାନ୍ତି ନାରୀ। ବର ଘରକୁ ଘୋଡ଼ା ଚଢ଼ି ଶୋଭାଯାତ୍ରାରେ ଆସିଲେ କନ୍ୟା। ମଧ୍ୟପ୍ରଦେଶର ବରହାନପୁରରେ ଦେଖିବାକୁ ମିଳିଛି ଏମିତି ଚର୍ଚ୍ଚିତ ଦୃଶ୍ୟ। କେସିଙ୍ଗା ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି। 5 ଦିନ ଧରି ଘରୁ ଥିଲେ ନିଖୋଜ। ନର୍ଲା ବିଧାୟକ ଭୂପିନ୍ଦର ସିଂ ଆହତ। ବ୍ୟାଟିଂ କରୁଥିବା ସମୟରେ ପଡ଼ିଗଲେ ତଳେ। ମହାନଦୀର ଗଭୀର ଜଳରାଶି ଭିତରୁ ବାହାରିଲା 8ଟି ନାଗମୂର୍ତ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀରୁ ଗୋଟିଏ କି ଦୁଇଟି ନୁହେଁ 8 ଗୋଟି ନାଗମୂର୍ତ୍ତି ଉଦ୍ଧାର କରାଯାଇଛି। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ରାସଳ ରାମପାଳ ବନ୍ଧ ନିକଟରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି। ମୃତ୍ୟୁଛୁଆ ହାତୀର ବୟସ 5 ବର୍ଷ ହୋଇଥିବା ସୂଚନା ମିଳିଛି। ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା। ବିଜେଡି ପ୍ରତିଷ୍ଠା ଦିବସ। ଆନନ୍ଦ ଭବନରୁ ଶଙ୍ଖ ଭବନକୁ ସାଇକେଲ ଶୋଭାଯାତ୍ରା। ଆଜି ରାତିର 10ଟି ବଡ଼ ଖବରକୁ ଏଇଠି ରଖୁଛୁ। ନମସ୍କାର।